ଯୌନାଙ୍ଗରେ ଏସିଡ୍ ପକେଇଦେବ ବୋଲି ଧମକ ଦେଇଛି। ମାସକୁ 17 ଥର ଦେହଦାନ କରିବା ପାଇଁ ତ ବର୍ତ୍ତମାନ ତାକୁ କ'ଣ ବ୍ଲାକମେଲ୍ କରାଯାଇଛି। ତାପରେ ମିଷ୍ଟି ଆସିଲା ପରେ ତାକୁ ମାଡ଼ି ବସିଛି 12 ମିନିଟ୍ ପର୍ଯ୍ୟନ୍ତ ଗାଡ଼ି ଭିତରେ। ତ ଚାରିଆଡ଼େ ହାତ ବୁଲାବୁଲି କରି ତ ଯେଉଁ ଅବସ୍ଥା କରିଛି ଏଇଟା ଆଜ୍ଞା ନିହାତି ଦୁଃଖଦ ଘଟଣା। ମୋର କ୍ଲାଏଣ୍ଟ ସସ୍ମିତା ଭୋଇ ଯିଏକି ନିକ୍ ନେମ୍ ମିଷ୍ଟି, ସାରା ଓଡ଼ିଶାରେ ଯାତ୍ରାକୁ ହଲଚଲ କରୁଥିବା ମିଷ୍ଟି ବର୍ତ୍ତମାନ ଆଜି ତାଙ୍କ ନିଜ ଡ୍ରାଇଭରର ଶିକାର ହୋଇଛନ୍ତି। ଯିଏକି ଡ୍ରାଇଭରଟି ମୋର କ୍ଲାଏଣ୍ଟକୁ ତାର ଗାଡ଼ି ଭିତରେ କିଛି ନଗ୍ନ ଭିଡ଼ିଓ ଉତ୍ତୋଳନ କରି 10-12 ମିନିଟ୍ ପର୍ଯ୍ୟନ୍ତ ଗାଡ଼ି ଭିତରେ ମାଡ଼ି ବସିଛି। ଯେ ଆଜ୍ଞା ଦେଖନ୍ତୁ ଏଇଟା ଗୋଟେ ସାଂଘାତିକ କଥା। ତ ଯେତେବେଳେ ଜଣେ ଉତ୍ତେଜିତ ହୁଏ, ଜଣେ ପୁରୁଷ ସ୍ତ୍ରୀ ଲୋକମାନଙ୍କ ସହିତ କିମ୍ବା ଝିଅମାନଙ୍କ ସହିତ ଉତ୍ତେଜିତ ଅବସ୍ଥାରେ ଥାଏ, ତେଣୁ ଏଇଟା ଗୋଟେ ଜଘନ୍ୟ କାଣ୍ଡ। ଏଇଟା ଓଡ଼ିଶାରେ ମଧ୍ୟ ଫାର୍ଷ୍ଟ ଟାଇମ୍ ବୋଲି ଗଣାଯାଏ। ଯେ ଆଜ୍ଞା ଦେଖନ୍ତୁ ମିଷ୍ଟି ନାମକ ଜଣେ ମୋର କ୍ଲାଏଣ୍ଟ ଝିଅ, ତାଙ୍କର ନାମ ହେଉଛି ସସ୍ମିତା ଭୋଇ, ଯେ କି ସେ ଗତ ଯିବା ପୂର୍ବ ରବିବାର ଦିନ ଯାଇଥିଲେ ମନ୍ଦିର ଦର୍ଶନ କରିବାକୁ କପିଳାସ। ସେ ପୂର୍ବରୁ ଡ୍ରାଇଭର ଜଣକ ତାଙ୍କଠୁ ଅନେକ ସମୟରେ ପଇସା ପତ୍ର ନେଇଛି, ତାଙ୍କୁ ମଧ୍ୟ ଯୌନାଙ୍ଗରେ ଏସିଡ୍ ପକେଇଦେବ ବୋଲି ଧମକ ଦେଇଛି। ଆଉ ତା ସହିତ ଯେଉଁଟା ସଢ଼ିଯାଏ ଏସିଡ୍ ଯେଉଁଟା ମୁହଁ ନଷ୍ଟ କରନ୍ତି କିଛି କ୍ରିମିନାଲ୍ସ, ତେଣୁ ସେଇ ଏସିଡ୍କୁ ଯୌନାଙ୍ଗରେ ପକାଇବାର ଧମକ ଦେଇଛି। ଯାହା ମୋର କ୍ଲାଏଣ୍ଟ ମିଷ୍ଟି କହିବା କଥା, ମୁଁ ଆପଣମାନଙ୍କୁ ତାହା ଗଣମାଧ୍ୟମକୁ ଜଣାଉଛି। ଯେ ଆଜ୍ଞା ଦେଖନ୍ତୁ ଯେ ବର୍ତ୍ତମାନ ମୋର କ୍ଲାଏଣ୍ଟ ମହିଳା ଥାନାର ଦ୍ୱାରସ୍ଥ ହେଇଛି, ତାର ଜାତିଆଣାର ଆକ୍ଷେପ କରାଯାଇଛି, ତାକୁ ଟଙ୍କା ମଗାଯାଉଛି ମାସକୁ 17 ଥର ଦେହଦାନ କରିବା ପାଇଁ। ତ ବର୍ତ୍ତମାନ ତାକୁ କ'ଣ ବ୍ଲାକମେଲ୍ କରାଯାଇଛି। ତେଣୁ ନିଶ୍ଚିନ୍ତ ରୂପେ ଏହା କାହିଁକି ଘଟିଲା, କେଉଁ ଉଦ୍ଦେଶ୍ୟରେ ଘଟିଲା, ଏହାର ପୂର୍ବରୁ କ'ଣ ପ୍ରସ୍ତୁତି ଥିଲା, ଡ୍ରାଇଭର କାହିଁକି ବର୍ତ୍ତମାନ ଥ୍ରେଟନିଂ ଦେଉଛି, ତେଣୁ ଏହାର ସବିଶେଷ ତଥ୍ୟ ଆମେ ମୋର କ୍ଲାଏଣ୍ଟ ଯାହା କହିବା କଥା ମୁଁ ତାହା ଆପଣମାନଙ୍କୁ ଗଣମାଧ୍ୟମକୁ ସର୍ବସାଧାରଣ ଓଡ଼ିଶାବାସୀଙ୍କୁ ଜଣାଉଛି। ଯେ ଆଜ୍ଞା ଦେଖନ୍ତୁ ଏଇଭଳି ଯଦି ରେପ୍ର ବଶବର୍ତ୍ତୀ ମୋର କ୍ଲାଏଣ୍ଟ ହୋଇଥାନ୍ତେ, ତାହେଲେ କାଲି ଓଡ଼ିଶାରେ ଗୋଟେ ନିନ୍ଦା ସୃଷ୍ଟି ହୋଇଥାନ୍ତା, ଯେ କି ଯାତ୍ରା କଳାକାରମାନଙ୍କ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଥାନ୍ତା। ତେଣୁ ନିଶ୍ଚିନ୍ତ ରୂପେ ମିଷ୍ଟିକୁ ନ୍ୟାୟ ପ୍ରଦାନ କରାଯାଉ। ମହିଳା ଥାନାରେ ତାଙ୍କୁ ନ୍ୟାୟ ଆଇଆଇସି ଦିଅନ୍ତୁ, ଯାହା ସବିଶେଷ ତଥ୍ୟ ତାର ଇନଭେଷ୍ଟିଗେସନ୍ ହେଉ। ତେଣୁ ଯେପରି ମିଷ୍ଟି ବଳାତ୍କାରର ଉଦ୍ୟମ କରାଯାଇଛି, ଏସିଡ୍ ପକାଇ ଦେବାର ଧମକ ଦିଆଯାଇଛି, ତାର ଘରେ ବମ୍ ପକାଇକିରି ତାଙ୍କୁ ଫାୟାରିଂ କରିବାର ଧମକ ଦିଆଯାଇଛି, ଆଉ ତା ସହିତ 17 ଥର 17 ଟାଇମ୍ସ 1 ମନ୍ଥରେ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି, ଆଉ ଲକ୍ଷାଧିକ ଟଙ୍କା ଡ୍ରାଇଭର ହରିଲୁଟ୍ କରିଛି। ତେଣୁ ଏହାର ତୁରନ୍ତ ତଦନ୍ତ କରାଯାଉ, ଆଉ ଏହାର ଯେଉଁ ଡ୍ରାଇଭରଟି ଏଇଭଳି କାଣ୍ଡ କରିଛି ତାକୁ ବର୍ତ୍ତମାନ ଆଜୀବନ ସଜାରେ ଦଣ୍ଡିତ କରାଯାଉ ବୋଲି ଆମେ ଆଇନଜୀବୀ ହିସାବରେ ଆପଣମାନଙ୍କୁ ଜଣାଉଛୁ। ଯେ ଆଜ୍ଞା ଦେଖନ୍ତୁ ଯେଉଁ ସମୟରେ ଡ୍ରାଇଭରଟି ଉତ୍ତେଜିତ ଅବସ୍ଥାରେ ଅଛି, ଆଗରୁ କିଛି ଭାବିକି ଅଛି, ତାପରେ ମିଷ୍ଟି ଆସିଲା ପରେ ତାକୁ ମାଡ଼ି ବସିଛି 12 ମିନିଟ୍ ପର୍ଯ୍ୟନ୍ତ ଗାଡ଼ି ଭିତରେ। ତ ଚାରିଆଡ଼େ ହାତ ବୁଲାବୁଲି କରି ତ ଯେଉଁ ଅବସ୍ଥା କରିଛି ଏଇଟା ଆଜ୍ଞା ନିହାତି ଦୁଃଖଦ ଘଟଣା। ତେଣୁ ନିଶ୍ଚିନ୍ତ ରୂପେ ଏହାର ତଦନ୍ତ ହେଉ, ଡ୍ରାଇଭରକୁ ତୁରନ୍ତ ଗିରଫ କରାଯାଉ। କାହିଁକି ଉତ୍ତେଜିତ ହୋଇ ମିଷ୍ଟିକି ମାଡ଼ି ବସିଲା, ରାସ୍ତାରେ ଆଉ କିଏ ଗଲେ ମାଡ଼ି ବସିବ, ଆଉ କାହାକୁ ଏମିତି ବ୍ୟବହାର କରିବ? ସେ ଡ୍ରାଇଭରଟି କିଏ ପ୍ରକୃତରେ? ସେ ଡ୍ରାଇଭର ଏଇଭଳି ମାନେ ଜଘନ୍ୟ କାଣ୍ଡ ଆଗରୁ କେଉଁଠି କରିଛି କି ଏଇଟା ଫାର୍ଷ୍ଟ ଟାଇମ୍? ତେଣୁ ତାହାର ତଦନ୍ତ ହେବା ଦରକାର। ଆମେ ମହିଳା ଥାନାରେ ଏହା ଲେଖି ଜଣାଇଛୁ, ଆପଣମାନଙ୍କୁ ଓଡ଼ିଶାବାସୀକୁ ଏହା ମଧ୍ୟ ଜଣାଇଲୁ। ଧନ୍ୟବାଦ।